जय राधे कृष्ण। ओम शांताकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिवीरानगम्यं वन्दे विष्णुभवोऽयः सर्वलोकैकनाथम्। ओम श्री कृष्णाय वासुदेवाय नमः। আজি ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ। ମା ଭାଇ ଭଉଣୀ ମାନଙ୍କୁ ମୋର ସାଦର ପ୍ରଣାମ। ମୁଁ ଆଜି ଏହି ପବିତ୍ର ଅବସରରେ ଭଗବତ ଗୀତା ପଠନ କରିବାକୁ ଯାଉଅଛି। ମୁଁ ପଢିବି, ଆପଣ ଭିଡିଓଟିକୁ ଦେଖିବେ। ପ୍ରଭୁ ଜୟ ରାଧେ। ओम अज्ञानतिमिरान्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। घन अंधकार अज्ञानांधकार मध्य जन्म होइछि एवं मोर गुरु ज्ञानलोक द्वारा मोर चक्षु खोलिदेले। ମୁଁ ତାଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଯେଉଁ ଶ୍ରୀର ରୂପ ଗୋସ୍ୱାମୀ ପ୍ରଭୁପାଦ ଓ ଭୌତିକ ଦୁନିଆରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ ପୂରଣ କରିବା ନିମନ୍ତେ ଏହି ଜ୍ଞାନ ସଂସ୍ଥାପନ କରିଯାଇଛନ୍ତି। ସେ କେବେ ଜ୍ଞାନ ପାଦପଦ୍ମରେ ମୋତେ ଆଶ୍ରୟ ଦେଲେ। वन्देऽहं श्रीगुरो श्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगण रघुनाथान्वितं तं सञ्जीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सह गण ललिता श्री विशाखा नित्याश्च। मोर श्री गुरुଙ୍କର ପାଦ ପଦ୍ମରେ ଏବଂ ସମସ୍ତ ବୈଷ୍ଣବଙ୍କ ପାଦ ପଦ୍ମରେ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀଲ ରୂପ ଗୋସ୍ୱାମୀ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀଲ ସନାତନ ଗୋସ୍ୱାମୀ, ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀ, ଶ୍ରୀ ରଘୁନାଥ ଭଟ୍ଟ, ଶ୍ରୀ ଗୋପାଳ ଭଟ୍ଟ ଏବଂ ଶ୍ରୀ ଜୀବ ଗୋସ୍ୱାମୀଙ୍କର ପାଦ ପଦ୍ମରେ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଅଦ୍ୱୈତାଚାର୍ଯ୍ୟ ଗଦାଧର ଶ୍ରୀବାସ ଓ ଅନ୍ୟ ସାଥୀଗଣଙ୍କ ସହ ଶ୍ରୀକୃଷ୍ଣ ଚୈତନ୍ୟ ଏବଂ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଲଳିତା ଓ ଶ୍ରୀ ବିଶାଖା ଆଦି ସଖୀବୃନ୍ଦଙ୍କ ସହ ଶ୍ରୀମତୀ ରାଧାରାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। हे कृष्ण करुणा सिंधो दीनबंधो जगतपते गोपेश गोपिका कांत राधाकांत नमस्ते। हे प्रिय कृष्ण, ମୁଁ ଆପଣ ଦୁଃଖୀର ବନ୍ଧୁ ଏବଂ ସୃଷ୍ଟିର ମୂଳମନ୍ତ୍ର ଅଟନ୍ତି। ଆପଣ ଗୋପୀମାନଙ୍କର ପ୍ରଭୁ ଏବଂ ଶ୍ରୀମତୀ ରାଧାରାଣୀଙ୍କର ପ୍ରେମିକ ଅଟନ୍ତି। ମୁଁ ଆପଣଙ୍କର ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ତତ୍ତ୍ୱକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତେ ଦେବୀ ପ୍ರಣମାମି ହରିପ୍ରିୟେ। ମୁଁ ସେହି ଶ୍ରୀମତୀ ରାଧାରାଣୀଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି, ଯାହାଙ୍କର ଶରୀର କାନ୍ତି ଆଉଟା ସୁନା ଭଳି ଏବଂ ଯିଏକି ବୃନ୍ଦାବନର ଅଧୀଶ୍ୱରୀ ଅଟନ୍ତି। हे ଶ୍ରୀମତୀ ରାଧାରାଣୀ, ଆପଣ ରାଜା ବୃଷଭାନୁଙ୍କର କନ୍ୟା ଏବଂ ଆପଣ ଶ୍ରୀ ଭଗବାନଙ୍କର ଅତି ପ୍ରିୟ ଅଟନ୍ତି।
वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। ଭଗବାନଙ୍କର ଯେଉଁ ବୈଷ୍ଣବ ଭକ୍ତଗଣ ବାଞ୍ଛା କଳ୍ପତରୁ ସଦୃଶ ଆପଣ ସମସ୍ତଙ୍କର କାମନା ପୂରଣ କରନ୍ତି ଏବଂ ଯେଉଁମାନେ ପତିତ ଜୀବମାନଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ସେହି ଭକ୍ତ ବୈଷ୍ଣବଗଣଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌରଭ ଭକ୍ତବୃନ୍ଦ। ମୁଁ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସ ଏବଂ ଅନ୍ୟ ସମସ୍ତ ଭକ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଭଗବତ ଗୀତା ମଧ୍ୟ ଗୀତୋପନିଷଦ ନାମରେ ପରିଚିତ। ଏହା ବୈଦିକ ଜ୍ଞାନର ସାରକଥା ଏବଂ ବୈଦିକ ସାହିତ୍ୟରେ ଥିବା ଏକ ବିଶିଷ୍ଟ ଉପନିଷଦ ଅଟେ। ଅବଶ୍ୟ ଇଂରାଜୀରେ ଭଗବତ ଗୀତା ଉପରେ ଭାଷ୍ୟ ସମ୍ବଳିତ ଅନେକ ଗ୍ରନ୍ଥ ଅଛି। ଅଧିକର ଆବଶ୍ୟକତା ନାହିଁ। ଏ ସଂସ୍କରଣରେ ଉଦ୍ଦେଶ୍ୟ ନିମ୍ନ ମତେ କୁହାଯାଇପାରେ। ଏବେ ଯେ ଆମେରିକାନ ଭଦ୍ରମହିଳା ମୋତେ ପଚାରିଲେ ଇଂରାଜୀରେ ଥିବା କେଉଁ ଭଗବତ ଗୀତାକୁ ପାଠ କରିବାକୁ ମୁଁ ଅନୁମୋଦନ କରିବି। ଅବଶ୍ୟ ଆମେରିକାରେ ଭଗବତ ଗୀତାର ଅନେକ ଇଂରାଜୀ ସଂସ୍କରଣ ଅଛି, କିନ୍ତୁ ମୁଁ ଯେଉଁ ଦୂର ଜାଣେ ଯେତେ ଦୂର ଜାଣେ କେବଳ ଯେ ଆମେରିକାରେ ଏପରି ଅଛି ତାହା ନୁହେଁ, ଭାରତର ମଧ୍ୟ ଭଗବତ ଗୀତାର ଏପରି କୌଣସି ଶୁଦ୍ଧ ସଂସ୍କରଣ ନାହିଁ ଯାହାକୁ କି ଆମେ ପ୍ରାମାଣିକ ବୋଲି କହିପାରିବା। କାରଣ ପ୍ରାୟ ପ୍ରତ୍ୟେକଟି ଭାଷ୍ୟକାର ଭଗବତ ଗୀତାରେ ପ୍ରତ୍ୟେକ ପ୍ରକୃତ ତତ୍ତ୍ୱକୁ ସ୍ପର୍ଶ ନ କରି ତାର ନିଜ ମତ ହିଁ ଭର୍ତ୍ତି କରିଛି। ଭଗବତ ଗୀତାର ପ୍ରକୃତ ତତ୍ତ୍ୱ କଣ ତାହା ଭଗବତ ଗୀତାରେ ହିଁ କୁହାଯାଇଛି। ଏହା ଠିକ୍ ନିମ୍ନ ମତେ ଅଟେ। ଆମେ ଯଦି କୌଣସି ଔଷଧକୁ ବ୍ୟବହାର କରୁ ତାହେଲେ ଔଷଧ ଡବା ଉପରେ ଦେଖାଯାଇଥିବା ନିର୍ଦ୍ଦେଶାବଳୀ ବିଧି ଯାହା ବି ଆମେ ପାଳନ କରିବାକୁ ପଡେ। ଆମେ ଆମ ମନ ଇଚ୍ଛା ବ୍ୟବହାର କରିପାରିବା ନାହିଁ। ଯେଉଁ ନିର୍ଦ୍ଦେଶ ଔଷଧ ଡବା ଉପରେ ଛପା ମରାଯାଇଛି ତାହାକୁ ଆମେ ଗ୍ରହଣ କରି ଡାକ୍ତର ପରାମର୍ଶ ନିର୍ଦ୍ଦେଶ ଅନୁସାରେ ଗ୍ରହଣ କରୁ। ଠିକ୍ ସେହିପରି ଭଗବତ ଗୀତାର ବକ୍ତା ଯେପରି ନିର୍ଦ୍ଦେଶ ଦେଇଛନ୍ତି ସେହିପରି ଭାବରେ ଆମକୁ ଭଗବତ ଗୀତାକୁ ଗ୍ରହଣ କରିବାକୁ ପଡିବ। ଭଗବତ ଗୀତାର ପ୍ରତ୍ୟେକ ପୃଷ୍ଠାରେ ସେ ପରମ ପୁରୁଷ ଭଗବାନଙ୍କ ରୂପେ ବର୍ଣ୍ଣିତ ହୋଇଛନ୍ତି। ଅବଶ୍ୟ ବେଳେ ବେଳେ କୌଣସି ଶକ୍ତିଶାଳୀ ଦେବତା କିମ୍ବା ଶକ୍ତିଶାଳୀ ମାନବ ନିମିତ୍ତ ଭଗବାନ ଶବ୍ଦ ବ୍ୟବହାର କରାଯାଇଥାଏ, କିନ୍ତୁ ଏ କଥା ନିଶ୍ଚିତ ଯେ ଶ୍ରୀକୃଷ୍ଣଙ୍କ ନିମିତ୍ତ ବ୍ୟବହାର କରାଯାଇଅଛି। କିନ୍ତୁ ତତ୍ ସଙ୍ଗେ ସଙ୍ଗେ ଆମ୍ଭମାନଙ୍କୁ ଏହା ଜାଣି ରଖିବାକୁ ହେବ ଯେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ। କାରଣ ଏହା ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରଭୃତି ଅନେକ ବିଶିଷ୍ଟ ଆଚାର୍ଯ୍ୟ ଭାରତରେ ଥିବା ଅନେକ ବେଦଜ୍ଞ ପଣ୍ଡିତ ଏହା ସ୍ୱୀକାର କରିଯାଇଛନ୍ତି। ଭଗବାନ ନିଜେ ଭଗବତ ଗୀତାରେ ନିଜକୁ ଭଗବାନ ବୋଲି କହିଯାଇଛନ୍ତି ଏବଂ ବ୍ରହ୍ମ ସଂହିତା ଓ ଅନ୍ୟ ସମସ୍ତ ପୁରାଣ ବିଶେଷ କରି ଭଗବତ ମହାପୁରାଣ ନାମରେ ପରିଚିତ ଶ୍ରୀମଦ୍ ଭାଗବତରେ ସେ ଭଗବାନ ବୋଲି ସ୍ୱୀକୃତ ହୋଇଛନ୍ତି। ତେଣୁ ସ୍ୱୟଂ ପରମ ପୁରୁଷ ଭଗବାନ ଭଗବତ ଗୀତାକୁ ବୁଝିବାକୁ ଯେଉଁ ପ୍ରଣାଳୀ ବତାଇଛନ୍ତି ସେ ଅନୁଯାୟୀ ଆମ୍ଭେମାନେ ଏହାକୁ ଗ୍ରହଣ କରିବା ଉଚିତ।
भगवान श्रीकृष्ण कहिले जेपरि व्यक्ति पुरातन पोशाक त्याग करी नूतन पोशाक परिधान करे ठीक सेहीपरि आत्मा पुरातन ओ अदरकारी शरीर को त्याग करी नूतन भौतिक शरीर ग्रहण करे। ए शरीर रूपक रथरे जीव हेउछि रथी एवं बुद्धि हेउछि सारथी मन हेउछि लगाम एवं इंद्र गुड़क घोड़ा अटंती। एहीपरि भाବରେ आत्मा मन इंद्रिय मानकर संस्पर्शरे आसी सुख किंबा दुख भोग करे विशिष्ट मनीषी वृंद एहीपरि भाବରେ जानिछंती। ए जगतरे समस्त भौतिक कर्म भूत प्रकृतिर त्रिगुण द्वारा संपादित होइଥାଏ। ଯଦିଓ ଭୂତ ପ୍ରକୃତିର ଏ ଗୁଣ ଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ସମ୍ଭୂତ ତଥାପି ସେ ଏମାନଙ୍କର ଅଧୀନ ନୁହନ୍ତି। ଅଳ୍ପ ବୁଦ୍ଧି ସମ୍ପନ୍ନ କରିବାକୁ ଚେଷ୍ଟା କରନ୍ତି ଏବଂ ନଶ୍ୱର ବସ୍ତୁକୁ ପ୍ରାପ୍ତ କରନ୍ତି ଏବଂ ମୃତ୍ୟୁ ସମୟରେ ସେହି ବସ୍ତୁକୁ ତାଙ୍କଠାରୁ ଛଡ଼ାଇ ନିଆଯାଏ। ବାସ୍ତବରେ ଏସବୁ ସୁବିଧା ପରମ ପୁରୁଷ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ କରାଯାଇଥାଏ। ଯେଉଁ ଯୋଗୀମାନେ ଯୋଗ ସାଧନାରେ ଖୁବ୍ ଅଗ୍ରଗତି କରିଥାନ୍ତି ସେମାନେ ଶରୀର ତ୍ୟାଗର ସମୟ ଓ ସ୍ଥାନ ସ୍ଥିର କରିପାରନ୍ତି। ଅନ୍ୟମାନଙ୍କର ଏପରି ବ୍ୟବସ୍ଥା କରିବାର କ୍ଷମତା ନଥାଏ। ସମସ୍ତ ଚିତ୍ ଜଗତ ଏବଂ ଭୌତିକ ଜଗତର ଉତ୍ପତ୍ତି ସ୍ଥଳ ମୁଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଜଗତ ଭୌତିକ ଜଗତ ଉତ୍ପତ୍ତି ସ୍ଥଳ ହେଉଛି ମୁଁ। ସମସ୍ତେ ମୋ ଠାରୁ ଉତ୍ପନ୍ନ ହୁଅନ୍ତି। ଯେଉଁ ପଣ୍ଡିତଗଣ ଏହା ଭଲ ଭାବରେ ଜାଣନ୍ତି ସେମାନେ ଭକ୍ତି ଯୋଗ ମାର୍ଗରେ ମୋର ସେବାରତ ହୁଅନ୍ତି ଏବଂ ପ୍ରେମ ଶ୍ରଦ୍ଧା ସହିତ ମୋର ପୂଜା ବି କରନ୍ତି। हे विश्वेश्वर हे विश्वरूप ଆପଣଙ୍କର ଏ ବିଶ୍ୱ ଶରୀରରେ ମୁଁ ଅନେକାନେକ ରୂପ ଦେଖୁଛି। ଉଦର ମୁଖ ଚକ୍ଷୁ ଅନନ୍ତ ଭାବେ ବିସ୍ତୃତ ହୋଇଅଛି। ଏହା ଆଦିର ଅନ୍ତ ଓ ମଧ୍ୟ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ ଅର୍ଜୁନ କହିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ହେ ବିଶ୍ୱରୂପ ବିଶ୍ବେଶ୍ୱର ବିଶ୍ୱ ଶରୀରରେ ଅନେକ ରୂପ ମୁଁ ଦେଖୁଛି ଆପଣଙ୍କର। ମୁଖ ଚକ୍ଷୁ ଅନନ୍ତ ଭାବେ ବିସ୍ତୃତ ହୋଇଛି କିନ୍ତୁ ଏହାର ଅନ୍ତ ଓ ମଧ୍ୟ ନାହିଁ। ଏ ଭୌତିକ ଜଗତ ରୂପକ ବୃକ୍ଷଟି ଚିତ୍ ଜଗତ ରୂପ ବାସ୍ତବ ବୃକ୍ଷର ଏକ ପ୍ରତିବିମ୍ବ ଅଟେ। ପ୍ରତିବିମ୍ବ କାମନାରେ ଅବସ୍ଥିତି ଓ ପ୍ରତିବିମ୍ବିତ ହୋଇଥାଏ। ପ୍ରତିଫଳିତ ଭୌତିକ ଆଲୋକରେ ଅବସ୍ଥିତ ବସ୍ତୁମାନଙ୍କ କାରଣ ହେଉଛି କାମନା। ଯେ ଭୌତିକ ସ୍ଥିତିରୁ ଉଦ୍ଧାର ପାଇବାକୁ ଇଚ୍ଛା କରେ ସେ ବିଶ୍ଳେଷଣାତ୍ମକ ଅଧ୍ୟୟନ ଦ୍ୱାରା ହିଁ ବୃକ୍ଷକୁ ଭଲ ଭାବରେ ଜାଣିବା ଉଚିତ। ତାହେଲେ ସେ ଏହା ସହିତ ଥିବା ସମ୍ପର୍କକୁ କାଟି ଦେଇ ପାରିବ। ମୃତ୍ୟୁ ସମୟରେ ଯେଉଁ ପ୍ରକାର ଚେତନାର ବଶବର୍ତ୍ତୀ ହୁଏ ପରଜନ୍ମରେ ସେହି ପ୍ରକାର ଚେତନା ଅନୁଯାୟୀ ସେ ଅନ୍ୟ ଏକ ଶରୀର ପ୍ରାପ୍ତ ହୁଏ। ଆଜି ମୁଁ ଏଇଠି ଭଗବଦ୍ ଗୀତାର ସମାପନ କରୁଛି, କଥା ସମାପନ କରୁଛି। ଜୟ ରାଧେ କୃଷ୍ଣ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତାହେଲେ ମୋ ଭିଡ଼ିଓଟିକୁ ଆପଣ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଜୟ